ସ୍ନାଂଶୁ ଆପଣଙ୍କୁ ସ୍ୱାଗତ କରୁଛି ଷ୍ଟଡି ପ୍ଲାଟଫର୍ମ ଷ୍ଟଡି ଷ୍ଟାର୍ଟକୁ। ଆପଣଙ୍କୁ ଯେମିତି ଜଣାଅଛି ପ୍ରତି ରାତି 9ଟା ପରେ ଓଏସ୍ଏସସି ଓପିଏସସି ଏବଂ OTPLS ତରଫରୁ ଯାହା ବି ଅପଡେଟ୍ ଥାଏ ସବୁ ଅପଡେଟ୍ କମ୍ବାଇନ୍ କରିକି ମୁଁ ଗୋଟେ ଭିଡ଼ିଓ ଦ୍ୱାରା ଆପଣଙ୍କୁ ପ୍ରୋଭାଇଡ଼ କରିଦେଇଥାଏ। ତେବେ ଚାଲୁଥାଏ ଯେ ସେ ସମୟ ହେଇଯାଏ ସେ ସବୁ ଅପଡେଟ୍କୁ ଜାଣିବା ପାଇଁ। ଆଜିର ଭିଡ଼ିଓରେ ଆମେ 10 ତାରିଖ ଓ 11 ତାରିଖ ଅପଡେଟ୍ ଜାଣିବା, କାରଣ 10 ତାରିଖର ଅପଡେଟ୍ ମୁଁ ଆପଣଙ୍କୁ ଦେଇପାରିନଥିଲି କିଛି କାରଣ ହେତୁ। ତ ଚାଲନ୍ତୁ ପ୍ରଥମେ 10 ତାରିଖ ଓ 11 ତାରିଖ ଅପଡେଟ୍ ଜାଣିବା। ଓଏସ୍ଏସସି ତରଫରୁ ଯିବା। ଓଏସ୍ଏସସି ତରଫରୁ 11 ତାରିଖର ଅପଡେଟ୍ ଅଛି, 10 ତାରିଖ କୌଣସି ଅପଡେଟ୍ ନଥିଲା। 11 ତାରିଖ ଅପଡେଟ୍ ଏହା ଯେ ଆପଣ ଦେଖିବେ ବାୟୋଡାଟା ଫର୍ମ ଯେଉଁଟା ଥାଏ ଏସ୍ସିବିସି ସେ ପାଇଁ ଆପଣଙ୍କର ଯେଉଁଟାକି ଜୁନିୟର ଇଞ୍ଜିନିୟର ସିଭିଲ୍ର ସେଠି ସେ 2024ର ପଳେଇ ଆସିଛି। ତେବେ ଚାଲନ୍ତୁ ସେ ଫର୍ମାଟ୍ଟି ଚେକ୍ କରିନେବା ଏବଂ ଆପଣମାନଙ୍କୁ ନେଇକି ଯିବାକୁ ଏହାକୁ ପଡ଼ିବ। ତ ଆପଣଙ୍କର ପିଡ଼ିଏଫ୍ଟି ଡାଉନଲୋଡ଼ ହୋଇସାରିଛି ଏବଂ ପିଡ଼ିଏଫ୍କୁ ଆମେ ଡିଟେଲ୍ସ ଟିକେ ଚେକ୍ କରିନେବା ଏବଂ ସେଠି ଆପଣଙ୍କର ଡକୁମେଣ୍ଟ ବି କ'ଣ କ'ଣ ସାଥିରେ ନେବାକୁ ଥିବ ତାହାକୁ ବି ମେନସନ୍ କରାଯାଇଥାଏ। ତ ତାକୁ ବି ଟିକେ ଫୋକସ୍ କରିଦେବା, ଠିକ୍ ଅଛି। ନଜର କରିଦେବା, ଏଇଠି ଦେଖିପାରିବେ ଜଷ୍ଟ ଏ ମିନିଟ୍। 11 ଦେଖିପାରିବେ ନୋଟିସ୍ ରିଗାର୍ଡ଼ିଂ ସାର୍ଟିଫିକେଟ୍ ଭେରିଫିକେସନ୍ ଆପଣଙ୍କ ଜୁନିୟର ଇଞ୍ଜିନିୟର ସିଭିଲ୍ ଆପଣମାନେ ଦେଖିପାରିବେ, ଠିକ୍ ଅଛି। ଏଠି କାହାର କେଉଁ ଦିନ ଅଛି କେଉଁ ବୋର୍ଡ଼ ଅଛି ସବୁ କିଛିଟି ଆପଣଙ୍କର ମେନସନ୍ ଅଛି, ଠିକ୍ ଅଛି। ଏବଂ ଇଏ ଆପଣ ଦେଖିପାରିବେ ଯେଉଁ ଏସ୍ସିବିସି ସାର୍ଟିଫିକେଟ୍ ଯେଉଁଟା ଫର୍ମଟା, ଠିକ୍ ଅଛି। ସେ ଫର୍ମାଟ୍ରେ ଆପଣ ଫିଲ୍ଅପ୍ କରିକି ନେଇଯିବେ ଏବଂ ଏଠି ଡକୁମେଣ୍ଟ ବି କ'ଣ କ'ଣ ଦରକାର ସେସବୁ ଏଠି ଆପଣଙ୍କର ମେନସନ୍ ଅଛି, ତାକୁ ଟିକେ କ୍ଲିୟରଲି ଚେକ୍ କରିନେବେ। ନେକ୍ସଟ ଅପଡେଟ୍ ଯିବା। ନେକ୍ସଟ ଅପଡେଟ୍ OTPLS ତରଫରୁ ଯିବା ଏବଂ OTPLS ଯଦି ସାଇଟ୍କୁ ଆମେ ଅନ୍ କରିବା 10 ତାରିଖର ଗୋଟେ ଅପଡେଟ୍ ଆପଣ ଦେଖିବାକୁ ପାଇବେ। କ'ଣ ନା ପବ୍ଲିଶ ହେଇଛି ରିଭାଇଜ୍ ଆନ୍ସର୍ କି ଯେଉଁଟା ଥିଲା ବା ରେସ୍ପନ୍ସ ସେଟ୍ଟା ଆପଣ ପ୍ରିଲିମିନାରୀ ଏକ୍ଜାମିନେସନ୍ ପୋଷ୍ଟ ବା ଆର୍ଆଇ ଆଇସିଡିଏସ୍ ସୁପରଭାଇଜର ଏଆର୍ଆଇ ଅମିନ ଏସ୍ସିପିଏସ୍ ଯେଉଁଟାକୁ ଆପଣ ପ୍ରଶ୍ନ କରୁଥିଲେ କେବେ ଆସିବ ତାର ଅପଡେଟ୍ ଆସିଯାଇଛି। ତ ଆପଣମାନେ ପ୍ରାୟ ଜାଣିସାରିଥିବେ ସେ ଅପଡେଟ୍ କାରଣ 10 ତାରିଖ ଅପଡେଟ୍ ଥିଲା। ନେକ୍ସଟ ଅପଡେଟ୍ OPS ତରଫରୁ ଯିବ। OPS ତରଫରୁ ଆପଣମାନଙ୍କୁ 3ଟି ଅପଡେଟ୍ 11 ତାରିଖ ଏବଂ 10 ତାରିଖର ଗୋଟେ ଅପଡେଟ୍। 11 ତାରିଖ ଯଦି ଅପଡେଟ୍ ଦେଖିବା ଗୋଟେ ପୋଷ୍ଟ ଗ୍ରାଜୁଏଟ୍ ଟିଚର ଯେଉଁଟା ଫାଇନାଲ୍ ରେଜଲ୍ଟ ପଳେଇ ଆସିଛି ତାକୁ ଦେଖିନେବେ। ଯେଉଁଟା ଇଂଲିଶର ପୋଷ୍ଟ ଗ୍ରାଜୁଏଟ୍ ରିଜେକ୍ସନ୍ ନୋଟିସ୍ ବି ପଳେଇ ଆସିଛି, ତାକୁ ବି ଆପଣ ଚେକ୍ କରିନେବେ। ଆସିଷ୍ଟାଣ୍ଟ ପ୍ରଫେସର ବୋର୍ଡ଼ ସ୍ପେଶାଲିଟିର ଆପଣମାନେ ପ୍ରୋଗ୍ରାମ୍ ନୋଟିସ୍ ରିଟିନ୍ ଏକ୍ଜାମିନେସନ୍ ପାଇଁ ବି ପଳେଇ ଆସିଛି, ତାକୁ ଚେକ୍ କରିନେବେ। ଆସିଷ୍ଟାଣ୍ଟ ଏଗ୍ରିକଲଚର ଅଫିସର 10 ତାରିଖରେ ଯେଉଁଟା ପ୍ରୋଗ୍ରାମ୍ ନୋଟିସ୍ ରିଟିନ୍ ଏକ୍ଜାମିନେସନ୍ ପାଇଁ ନୋଟିସ୍ ପଳେଇ ଆସିଛି, ତାକୁ ଦେଖିପାରିବେ। AO ଯେଉଁଟା ଡବଲ୍ AO ତାକୁ ଦେଖିନେବେ। ତ ଡବଲ୍ AOକୁ ଟିକେ ପିଡ଼ିଏଫ୍କୁ ଡାଉନଲୋଡ଼ କରିନେବା, ଟିକେ ଚେକ୍ କରିନେବା, ଠିକ୍ ଅଛି। ଏବଂ ଅନ୍ୟ ଗୁଡ଼ିକ ବି ଦେଖିପାରିବେ ଆପଣମାନଙ୍କର ଯେଉଁ ଏକ୍ଜାମ୍ ଅଛି ସେଗୁଡ଼ିକ ମେନସନ୍ ଅଛି ଆପଣଙ୍କର, ଠିକ୍ ଅଛି। 19/2/2026 ହେବାକୁ ଅଛି। ପେପର୍ 1 ପେପର୍ 2 ସବୁ କୋଡ଼୍ ଦେଖିପାରୁଥିବେ। ଟୋଟାଲ୍ ଅଛନ୍ତି 4,872 ଜଣ ପିଲା ଆପଣଙ୍କର କ୍ୟାଣ୍ଡିଡେଟ୍ ଥିରେ ଅଛନ୍ତି, ଠିକ୍ ଅଛି। ଏ ଡିଟେଲ୍ସ ଭିଡ଼ିଓରେ ଆପଣ ମତାମତ ଅପେକ୍ଷା ରହିବେ। ଧନ୍ୟବାଦ।